ଆଜିର ବ୍ରେକିଂ ନ୍ୟୁଜ୍ କାଲିଠୁ ମୋଦି ଦେଇ ସାରିଲେଣି 15,000 ଟଙ୍କା ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। ଏହି ଯୋଜନା ଅଧୀନରେ ପ୍ରାୟ 3,500 କୋଟି ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି କରୁଥିବା ପିଲାଙ୍କୁ ସରକାର 15,000 ଟଙ୍କା ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ଅଗଷ୍ଟ ଅର୍ଥାତ୍ କାଲି ଲାଲକିଲ୍ଲାରୁ ଯୁବପିଢ଼ିଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସେ ଦେଶର ଯୁବକମାନଙ୍କ ପାଇଁ 1 ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଖବର ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଏବେ ଗାଡ଼ିରୁ ଫାଇନ୍ କାଟିବେନି। ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ସ୍ଥିତି ବିଗୁଡ଼ୁଥିବାରୁ ଆଡ୍ ଏଣ୍ଡ ଇଭେନ୍ ଲାଗୁ କରିଛନ୍ତି ସରକାର। ଏହାପରେ ବି ପୁରୁଣା ଗାଡ଼ିକୁ ସହରରୁ ସମ୍ପୂର୍ଣ୍ଣ ବାଦ୍ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ଆଉ ଗଡ଼ିବନି ପୁରୁଣା ଗାଡ଼ି। ଏନେଇ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଥିଲେ। ଖାଲି ନିଷ୍ପତ୍ତି ନେଇଥିଲେ ତାହା ନୁହେଁ, ବଡ଼ ପୁରୁଣା ଗାଡ଼ି ଉପରେ ମୋଟା ଫାଇନ୍ ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଖାସ୍ କରି ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ି ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଆକ୍ସନ ନେବାକୁ କୁହାଯାଇଥିଲା, ଯାହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା। ମାମଲା ଯାଇ ପହଞ୍ଚିଥିଲା ସୁପ୍ରିମକୋର୍ଟରେ। ଶେଷରେ କୋର୍ଟ ରାୟ ଦେଇ କହିଛନ୍ତି ଯେ ବର୍ତ୍ତମାନ ପୁରୁଣା ଗାଡ଼ି ଉପରେ କୌଣସି ଫାଇନ୍ ପଡ଼ିବ ନାହିଁ, ଅର୍ଥାତ୍ 4 ସପ୍ତାହ ପର୍ଯ୍ୟନ୍ତ ଜରିମାନା ଛାଡ଼ କରାଯିବ। ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ନୋଟିସ୍ କରିଛନ୍ତି। ପରବର୍ତ୍ତୀ ଖବର ଆଗାମୀ 3 ଘଣ୍ଟା ପାଇଁ 8ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଆଗାମୀ 3 ଘଣ୍ଟା ମଧ୍ୟରେ ବର୍ଷା ଓ ଘଡ଼ଘଡ଼ି ସହ ଝଟକା ପବନ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି। ରାଜ୍ୟର 8ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ। ଆଗାମୀ 3 ଘଣ୍ଟା ପର୍ଯ୍ୟନ୍ତ 8ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ ପୂର୍ବାନୁମାନ କରି ଗଞ୍ଜାମ, ଗଜପତି, ନୂଆପଡ଼ା, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ କେନ୍ଦୁଝର ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା 2ଟି ସ୍ଥାନରେ ଆଗାମୀ 3 ଘଣ୍ଟା ମଧ୍ୟରେ ବର୍ଷା ଓ ଘଡ଼ଘଡ଼ି ସହ ଝଟକା ପବନ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର ଲାଲକିଲ୍ଲାରୁ ମିଶନ ସୁଦର୍ଶନ ଚକ୍ର ଘୋଷଣା କଲେ ମୋଦି। ଦେଶର ସମୃଦ୍ଧି ସହ ସୁନିଶ୍ଚିତ ହେବ ପ୍ରତି ନାଗରିକଙ୍କ ସୁରକ୍ଷା। କାଲି 79ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କାଲି ସାରା ଦେଶକୁ ସମ୍ବୋଧନ କରିବା କ୍ରମରେ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୋଦି। ଲାଲକିଲ୍ଲାରୁ ଘୋଷଣା କରିଛନ୍ତି ମିଶନ ସୁଦର୍ଶନ ଚକ୍ର। କାଲି 79ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଲଗାତାର ଭାବେ ଏହା ତାଙ୍କର 12ତମ ସମ୍ବୋଧନ ଏବଂ ଦୀର୍ଘ ସମୟର ଭାଷଣ ଦେବାରେ ରେକର୍ଡ କରିଛନ୍ତି ମୋଦି। ଆଜି ସାରା ଦେଶକୁ ସମ୍ବୋଧନ କରିବା କ୍ରମରେ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୋଦି। ଲାଲକିଲ୍ଲାରୁ ଘୋଷଣା କରିଛନ୍ତି ମିଶନ ସୁଦର୍ଶନ ଚକ୍ର। ପରବର୍ତ୍ତୀ ଖବର ଲୋକପ୍ରିୟ ଶୋ କୌନ ବନେଗା କରୋଡ଼ପତିରେ ଓଡ଼ିଆ ଝିଅ ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଲେ। ଓଡ଼ିଶାର କଳା ସଂସ୍କୃତିର କଥା କହିଲେ। ବିଗ୍ ବିଙ୍କୁ ଖଜା ଦେଲେ ଆଉ ଅମିତାଭଙ୍କୁ ବି ଆଦରର ସହ ଗ୍ରହଣ କଲେ। ଲୋକପ୍ରିୟ ଶୋ କୌନ ବନେଗା କରୋଡ଼ପତିରେ ଓଡ଼ିଆ ଝିଅ ଅମିତାଙ୍କ ପ୍ରଶ୍ନର ଉତ୍ତର ଦେଲେ। କଳା ସଂସ୍କୃତି କଥା କହିଥିଲେ। ବିଗ୍ ବିଙ୍କୁ ଖଜା ଦେଲେ ଆଉ ଅମିତାଭ ବି ଆଦର କରିଥିଲେ ଗ୍ରହଣ। ଗତକାଲି ସୋନି ଟିଭିରେ ପ୍ରସାରିତ ଏହି ଶୋରେ ଓଡ଼ିଆ ଝିଅଙ୍କ ଜଲୱା ଦେଖିବାକୁ ମିଳିଥିଲା। ବାସ୍ତବରେ ଓଡ଼ିଆ କଳା ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରିବାରେ ଲାଗି ପଡ଼ିଥିବା ଅମିତାଭ ସାବତଙ୍କୁ କେବେ ବି ସା କୌନ ବନେଗା କରୋଡ଼ପତିରେ ଦେଖିବାକୁ ମିଳିଥିଲା। 25 ବର୍ଷରେ କେବେ ବି ସ୍ୱତନ୍ତ୍ର ଏପିସୋଡରେ ଦେଶର ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଅମିତା ଚୟନ ହୋଇଥିଲେ।